Guruma, and all dear teachers. Again, wish you all happy Children's Day. Now, I will request to our director sir, please sir say something on this Children's Day. ଆଜିର ପବିତ୍ର ଏହି ଶିଶୁ ଦିବସ ଅବସରରେ ସର୍ବପ୍ରଥମେ ଆମର ଶ୍ରଦ୍ଧାଞ୍ଜଳିକୁ ମନେ ପକାଇ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଉପସ୍ଥିତ ମୋର ବିଦ୍ୟାଳୟର ସମସ୍ତ ଶିକ୍ଷକ ଗୁରୁଜୀ ଗୁରୁମା ମୋର କୁନି ଛାତ୍ରଛାତ୍ରୀବୃନ୍ଦ, ଆଜିର ଏହି ଶିଶୁ ଦିବସ ଶିଶୁମାନଙ୍କ ପାଇଁ ଗୋଟେ ଖୁସି ଦିନ, ଆନନ୍ଦର ଦିନ। ଆଜି ଏଇ ଦିନଟିକୁ କାହିଁକି କରାଗଲା ଶିଶୁ ଦିବସ? ତମେ ଛୋଟ ଛୋଟ ଅଛ, ଜାଣିନ, ଆଉ ଅନେକ ଜିନିଷ ତମକୁ ଗୁରୁମା ମାନେ ଶିଖେଇଛନ୍ତି, ବତେଇଛନ୍ତି। ସେମିତି ଆମର ଏଇ ଯେ ଚାଚା ନେହୁରୁ ଅଛନ୍ତି ନା, ଯାହାଙ୍କର ଫଟୋ ଦେଖୁଛ, ସେ ପିଲାଦିନେ ବେଶୀ ସେ ତାଙ୍କର ଗୋଟେ ଗୋଲାପ ଫୁଲକୁ ବେଶୀ ଭଲ ପାଆନ୍ତି, ପିଲାମାନଙ୍କୁ ବେଶୀ ଭଲ ପାଆନ୍ତି। ତେଣୁକରି ସେଇ ପିଲାମାନଙ୍କର ଭଲ ପାଇବା ଗୁଣ ଥିବାରୁ ତାଙ୍କ ଜନ୍ମଦିନରେ ଆମର ଏଇ ଶିଶୁ ଦିବସଟି ପାଳନ କରାଯାଉଛି। ଆଉ ସେ କିଭଳି ଭାବରେ ଦୁଷ୍ଟ ହେଉଥିଲେ, ଆଉ ପରବର୍ତ୍ତୀ ସମୟରେ କେମିତି ତାଙ୍କର ବାପା ସେଥିପାଇଁ ଫାଇନ୍ ଦେଉଥିଲେ ସ୍କୁଲରେ, ଆଉ ସେଥିପାଇଁ ତା ପରବର୍ତ୍ତୀ ସମୟରେ ସେ ବହୁତ ପରିବର୍ତ୍ତନ ଆସିଯାଇଥିଲା। ତାଙ୍କର ଜୀବନ କାଳ ଭିତରେ ସେ ବହୁତ ପିଲାମାନଙ୍କୁ ଆମେ ଯେମିତି ତମକୁ ସ୍ନେହ କରୁଛୁ, ଶ୍ରଦ୍ଧା କରୁଛୁ, ଭଲ ପଢ଼, ଭଲ ଲେଖ, ସେମିତି ସେ ଶିଶୁଙ୍କର ଭିତରେ ବହୁତ ପହଞ୍ଚି ଯାଇଥିଲେ। ଏଣୁକରି ତାଙ୍କ ଦିନଟାକୁ ଶିଶୁ ଦିବସ ବିଷୟରେ ଆମେ ବହୁତ ଭାବରେ ଆମେ ପାଳନ କରୁଛେ। ଆଉ ତାଙ୍କର ଇତିହାସ ବିଷୟରେ ଗୁରୁମା ମାନେ କହିବେ, ମୁଁ କହିବିନି। ତାଙ୍କର ଜନ୍ମରୁ ଆଉ ତାଙ୍କ ଶିକ୍ଷାଗତ କାହାଣୀ ଗୁରୁମା ମାନେ ଆପଣଙ୍କୁ ସେ କାହାଣୀ କହିବେ। ଆଉ ବେଶୀ କିଛି କହୁନି, ସର୍ଟକଟ୍ରେ ଆମେ ଯେତିକି ମିଟିଂଟାକୁ ସାରିବା। ଛୋଟ ଛୋଟ ପିଲାମାନେ ଭୋକ ହେଇଗଲେଣି, ଆଉ ସର୍ଟକଟ୍ରେ ଅଳ୍ପ ଅଳ୍ପ ସମୟରେ 2 ମିନିଟ୍